Welcome to our class Deep Insights Say Education Honors ର 4th semester ର major paper 8 ର ଆମେ unit 1 ର ପୂର୍ବ class ରେ ଆମେ discussion करते some MCQ type questions. So today we are discussing about fill in the blanks जोटा शून्यस्थान पूରଣ बोलिका କୁହାଯାଏ. ତ first question ଆସୁଛି ତୁମର screen ରେ ଯେ କ୍ରୀଡ଼ା ହେଉଛି ଶିଶୁର ପ୍ରାଥମିକ ଡ୍ୟାଶ ସମ୍ବଳିତ ଆବଶ୍ୟକତା ଯୋଉଟା ହଉଛି ତୁମର ମନସ୍ତତ୍ୱ ସମ୍ବଳିତ ଆବଶ୍ୟକତା. ପିଲାକୁ ଥଟ୍ଟା ପରିହାସ କଲେ ସେ ଡ୍ୟାଶ ହୋଇଥାଏ ଲାଜକୁଳା ହୋଇଥାଏ. ବିଦ୍ୟାଳୟ ପରିବେଶକୁ ଶିଶୁର ଡ୍ୟାଶ କରିବା ଦରକାର ମନୋପଯୋଗୀ ହବା ଦରକାର ଯୋଉଟା କି ଚାଇଲ୍ଡ ସେଣ୍ଟ୍ରିକ କଥା କୁହାଯାଇଛି. ଶିଶୁର ଇଚ୍ଛା ଅନୁସାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଦରକାର ବା ଟୋଟାଲ ସ୍କୁଲ ଏନଭାୟରନମେଣ୍ଟ ସେଇ ଟାଇପ ର ହେବା ଦରକାର. ଜାତୀୟ ଶିକ୍ଷାନୀତି NEP 2020 ଅନୁଯାୟୀ ଡ୍ୟାଶ ସର୍ବାଙ୍ଗୀନ ବିକାଶ ପାଇଁ ମୂଳଚାଲ ହେଉଛି ଯେ ECG ସର୍ବାଙ୍ଗୀନ ବିକାଶ ପାଇଁ ମୂଳଚାଲ ହେଉଛି ECCE. Early childhood care and education ମାଧ୍ୟମରେ ହିଁ ସର୍ବାଙ୍ଗୀନ ବିକାଶ ହୋଇପାରିବ ଯୋଉଟା କି NEP 2020 ରେ ବର୍ଣ୍ଣିତ ଅଛି. ଖେଳ ମାଧ୍ୟମରେ ଶିକ୍ଷା ଶିଶୁଙ୍କର ଡ୍ୟାଶ ଏବଂ ଡ୍ୟାଶ ଶକ୍ତିର ବିକାଶ ଘଟାଇଥାଏ. ସୃଜନଶୀଳତା ଶକ୍ତିର ବିକାଶ ଘଟାଇଥାଏ. ସୃଜନଶୀଳତା ଆଉ କଳ୍ପନା ଶକ୍ତି. ଶିଶୁଙ୍କ ମସ୍ତିଷ୍କ ସର୍ବାଧିକ ବିକାଶ 0 ରୁ 8 ବର୍ଷ ମଧ୍ୟରେ ହୋଇଥାଏ. ତାପରେ ECC ଶିଶୁଙ୍କ ମଧ୍ୟରେ ଥିବା ଡ୍ୟାଶ ଦୂର କରି ସମାନତା ଆଣିବାରେ ସହାୟକ ହୋଇଥାଏ. ତାହେଲେ ଅସମାନତାକୁ ଦୂର କରି ସେ ସମାନତା ଆଣିବାରେ ସହାୟକ ହୋଇଥାଏ. ଶିଶୁଙ୍କୁ ସାଙ୍ଗମାନଙ୍କ ସହ ଖେଳିବା କାମ କରିବା ଭାବ ବିନିମୟ କରିବାର ସୁଯୋଗ ଦେଲେ ତାଙ୍କର ଡ୍ୟାଶ ଦକ୍ଷତା ବୃଦ୍ଧି ହୋଇଥାଏ. ସାମାଜିକ ଦକ୍ଷତା ଏଥିରେ ବୃଦ୍ଧି ହୋଇଥାଏ ଗୋଟେ ଶିଶୁର. ମୌଳିକ ଶିକ୍ଷା ଶକ୍ତିଶାଳୀ ହେଲେ ଏହା ପରବର୍ତ୍ତୀ ଡ୍ୟାଶ ପାଇଁ ଦୃଢ ଭିତ୍ତି ପ୍ରସ୍ତୁତ କରିଥାଏ. ପରବର୍ତ୍ତୀ ଶିକ୍ଷା ପାଇଁ. ତାପରେ ECC ର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କ ଜୀବନ ପାଇଁ ପ୍ରସ୍ତୁତ କରିବା. ECC ର ପୂର୍ଣ୍ଣ ହେଉଛି Early Childhood Care and Education. ତାପରେ ହଉଛି ତୁମର 12 ନମ୍ବର କ୍ୱେଶ୍ଚିନ୍. ECC ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କର ଡ୍ୟାଶ ବିକାଶକୁ ସୁନିଶ୍ଚିତ କରିବା. ଶିଶୁଙ୍କର ସର୍ବାଙ୍ଗୀନ ବିକାଶ ଉପରେ ହିଁ ଆମର ECC ର ମେନ୍ ଅବଜେକ୍ଟିଭ ହଉଛି ତାର ସର୍ବାଙ୍ଗୀନ ବା ହୋଲିଷ୍ଟିକ ଡେଭଲପମେଣ୍ଟ. ECC ର ପ୍ରକୃତି ହେଉଛି ଡ୍ୟାଶ ଯାହା ଖେଳ ଅନୁଭୂତି ଓ କ୍ରିୟାକଳାପ ଉପରେ ଗୁରୁତ୍ୱ ଦେଇଥାଏ. ବିକାଶାତ୍ମକ ଯାହା ଖେଳ ଅନୁଭୂତି ଏବଂ କ୍ରିୟାକଳାପ ଉପରେ ଗୁରୁତ୍ୱ ଦେଇଥାଏ. ECC ର ପରିସର ମଧ୍ୟରେ ପୋଷଣ ସୁରକ୍ଷା ସ୍ୱାସ୍ଥ୍ୟ ଶିକ୍ଷା ମନୋରଞ୍ଜନ ଏବଂ ଶିକ୍ଷଣ ଅନ୍ତର୍ଭୁକ୍ତ ହୋଇଥାଏ. ତାପରେ 15 ନମ୍ବର କ୍ୱେଶ୍ଚିନ୍ ହେଉଛି ତୁମର ମୌଳିକ ଶିକ୍ଷା ହେଉଛି ଜ୍ଞାନର ଏକ ଡ୍ୟାଶ ଯାହା ଭବିଷ୍ୟତରେ ଶିକ୍ଷାକୁ ଗଠନ କରିଥାଏ. ତ ଜ୍ଞାନର ଏକ ଭିତ୍ତିଭୂମି ଯୋଉଟା କି ଭବିଷ୍ୟତ ଶିକ୍ଷାକୁ ଗଠନ କରିଥାଏ. ଶିଶୁଙ୍କ ଭାଷାଗତ ଓ ଡ୍ୟାଶ ଦକ୍ଷତା ବିକାଶ କରିବା ମୌଳିକ ଶିକ୍ଷାର ଏକ ମୁଖ୍ୟ ଲକ୍ଷ୍ୟ. ଭାଷାଗତ ଆଉ ସଂଖ୍ୟା ସମ୍ବନ୍ଧୀୟ ଦକ୍ଷତାର ବିକାଶ ହେଉଛି ମୌଳିକ ଶିକ୍ଷାର ଏକ ମୁଖ୍ୟ ଲକ୍ଷ୍ୟ. ତ ECC କେବଳ ଯେ ବିଦ୍ୟାଳୟ କେନ୍ଦ୍ରିତ ନ ହୋଇ ଡ୍ୟାଶ ସମାଜ କେନ୍ଦ୍ରିତ ମଧ୍ୟ ହୋଇଥାଏ. ପରିବାର ସମାଜ କେନ୍ଦ୍ରିତ ମଧ୍ୟ ହୋଇଥାଏ. ତାପରେ ତୁମର 18 ନମ୍ବର କ୍ୱେଶ୍ଚିନ୍ ହେଉଛି ଶିଶୁଙ୍କର ସୃଜନଶୀଳତା ଜିଜ୍ଞାସା ଏବଂ ଡ୍ୟାଶ ବୃଦ୍ଧି କରିବା ECC ର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ. ଶିଶୁଙ୍କର ସୃଜନଶୀଳତା ଜିଜ୍ଞାସା ଏବଂ ସାମର୍ଥ୍ୟ ବୃଦ୍ଧି କରିବା ECC ର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ.
ECC ର ପାଠ୍ୟକ୍ରମ ହେଉଛି ଡ୍ୟାସ୍ କେନ୍ଦ୍ରିତ, ଯାହା ପ୍ରତ୍ୟେକ ଶିଶୁର ଆବଶ୍ୟକତା ଅନୁଯାୟୀ ରୁଚି ହୋଇଥାଏ। ଶିଶୁ କେନ୍ଦ୍ରିତ ପାଠ୍ୟକ୍ରମ। ସର୍ବାଙ୍ଗୀନ ବିକାଶ ହେଉଛି ଶିଶୁର ଶାରୀରିକ, ମାନସିକ, ସାମାଜିକ, ଭାବନାତ୍ମକ, ଆଧ୍ୟାତ୍ମିକ ବିକାଶ। ଦେନ୍ ଆସୁଛି ତୁମର ଜାତୀୟ ଶିକ୍ଷାନୀତି NEP 2020 ଅନୁଯାୟୀ ଶିଶୁ ଯତ୍ନ ଓ ଶିକ୍ଷାକୁ ଡ୍ୟାସ୍ ବର୍ଷ ପର୍ଯ୍ୟନ୍ତ ବିସ୍ତାରିତ କରାଯାଇଛି। 8 ବର୍ଷକୁ ବୃଦ୍ଧି କରାଯାଇଛି। ତାପରେ ଶିଶୁଙ୍କର ମସ୍ତିଷ୍କ ପ୍ରାୟ 85% ବିକାଶ 8 ବର୍ଷ ମଧ୍ୟରେ ହୋଇଥାଏ, ଯାହା ECCକୁ ବିସ୍ତାରିତ କରିବା ଏକ ମୁଖ୍ୟ ଯୁକ୍ତି। ECCକୁ 8 ବର୍ଷ ପର୍ଯ୍ୟନ୍ତ ବିସ୍ତାରିତ କରିବା ଫଳରେ ପ୍ରାକ୍ ବିଦ୍ୟାଳୟରୁ ଡ୍ୟାସ୍ ଶିକ୍ଷା ଯୋଜନା ଯାଏ ଏକ ସୁଗମ ଅବସ୍ଥାନ୍ତର ଘଟିଥାଏ। ହେଉଛି ECCକୁ 8 ବର୍ଷ ପର୍ଯ୍ୟନ୍ତ ବିସ୍ତାରିତ କରିବା ଫଳରେ ପ୍ରାକ୍ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଯୋଜନା ଯାଏ ଏକ ସୁଗମ ଅବସ୍ଥାନ୍ତର ଘଟିଥାଏ। ତାପରେ ତୁମର 24 ନମ୍ବର କ୍ୱେଶ୍ଚିନ୍ ହଉଛି ଏହି ବିସ୍ତାରଣ ଶିଶୁଙ୍କ ଉପରେ ମାନସିକ ଡ୍ୟାସ୍ କମ୍ କରିବାରେ ସହାୟକ। ତ ଏଇଟା ହଉଛି ଚାପ। ତୁମର ଆନ୍ସର ହଉଛି ଚାପ କମ୍ କରିବାରେ ସହାୟକ ହୋଇଥାଏ। ଦେନ୍ 25 ନମ୍ବର ହଉଛି ଖେଳ ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଡ୍ୟାସ୍ ପାଠ୍ୟକ୍ରମ ତିଆରି କରିବା ଏହାର ଏକ ଉଦ୍ଦେଶ୍ୟ। ତ ଖେଳ ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସମନ୍ୱିତ ପାଠ୍ୟକ୍ରମ ତିଆରି କରିବା ଏହାର ଏକ ଉଦ୍ଦେଶ୍ୟ। ତୁମର ଆନ୍ସର ଏଠି ତଳେ ଅଛି। ତ ଆଜି ପାଇଁ ଏତିକି ଥିଲା। ତାପରେ ଆମେ ଡିସ୍କସନ କରିବା ଏକ ପଦ ଉତ୍ତରମୂଳକ ପ୍ରଶ୍ନ ଉତ୍ତର ନେକ୍ସଟ କ୍ଲାସରେ। ଥ୍ୟାଙ୍କ ୟୁ।